ପିଶାଚିନି। ରାତି 10ଟା ବାଜିଥାଏ। ମିନୁ ତା ଘରେ ବସି ଟିଭି ଦେଖୁଥିଲା। ମିନୁର ବୟସ 25ରୁ 26 ବୟସ ପାଖାପାଖି ହେବ। ହଠାତ୍ ମିନୁର ଫୋନ୍ ବାଜି ଉଠିଲା। ମିନୁ ଦେଖିଲା ଫୋନ୍ ତା ବେଷ୍ଟ ଫ୍ରେଣ୍ଡ ପୂଜାର ଥିଲା। ମିନୁ ଫୋନ୍ ଉଠାଇଲା। ପୂଜା କହିଲା, ମିନୁ ତୁ ଯେତେ ଜଲ୍ଦି ପାରୁଛୁ ମୋ ଘରକୁ ଆସେ। ମୋ ମମି ବାପା ଗୋଟିଏ ବାହାଘରରେ ଯାଇଛନ୍ତି, ଆଉ ମୋତେ ବାରମ୍ବାର ଏମିତି ଲାଗୁଛି ଯେମିତି ଏ ଘରେ କିଏ ଗୋଟେ ଅଛି। ମିନୁ କହିଲା, ତୁ କ'ଣ ପାଗଳ ହୋଇଯାଇଛୁ? ଏତେ ପାଠଶାଠ ପଢ଼ିକି ବି ମୂର୍ଖଙ୍କ ପରି କଥାବାର୍ତ୍ତା କରୁଛୁ। ଆଜିକାଲି ଦୁନିଆରେ ଭୂତ ପ୍ରେତ କେହି ନାହାନ୍ତି। ପୂଜା କହିଲା, ମିନୁ ସତରେ ମୋତେ ପୁରା ଘରେ କାହାର ପାଉଁଜିର ଶବ୍ଦ ଶୁଣାଯାଉଛି। ଏମିତି ଲାଗୁଛି ଯେମିତି ଆମ ଘରେ ଗୋଟିଏ ଝିଅ ପାଉଁଜି ପିନ୍ଧିକି ଚାଲୁଛି। ହଠାତ୍ ସେତିକିବେଳେ ମିନୁକୁ ପୂଜାର ଚିତ୍କାର ଫୋନ୍ରୁ ଜୋରରେ ଶୁଣାଗଲା। ପୂଜାର ଚିତ୍କାର ଶୁଣି ମିନୁ ଡରିଗଲା ଆଉ କହିଲା, ପୂଜା କ'ଣ ହେଲା? ତୁ କିଛି କହୁନୁ କ'ଣ ପାଇଁ? ଆଉ ହଠାତ୍ ଫୋନ୍ଟି କଟିଗଲା। ଆଉ ମିନୁ ଯେତେ ବି ଚେଷ୍ଟା କଲା ଫୋନ୍ ଲାଗିଲାନି। ମିନୁ ପୂଜାର ଏପରି ଚିତ୍କାର ଶୁଣି ଡରି ଯାଇଥିଲା। ତାକୁ ପୂଜାର ବହୁତ ଚିନ୍ତା ହେଉଥିଲା। ମିନୁ ଜଲ୍ଦି ଟିଭି ବନ୍ଦ କରି ତା ଗାଡ଼ି ନେଇ ପୂଜା ଘରକୁ ବାହାରିଲା। କିଛି ସମୟ ପରେ ମିନୁ ପୂଜାର ଘରେ ପହଞ୍ଚିଲା। ସେ ଦୌଡ଼ିକି ତା ଘର ଭିତରକୁ ଗଲା। ଘର ପୁରା ସୁନସାନ୍ ଥିଲା। ମିନୁ ଡରି ଡରି ପୂଜାକୁ ଡାକି ଡାକି କହିଲା, ପୂଜା ତୁ କେଉଁଠି? ଦେଖ ମୁଁ ଆସିଗଲିଣି। ହେଲେ ପୂଜାର କୌଣସି ବି ଉତ୍ତର ଆସୁନଥିଲା। ମିନୁ ଡରି ଡରି ପୂଜାର ରୁମ୍ ଆଡ଼କୁ ଗଲା। ମିନୁ ଯେମିତି ପୂଜା ରୁମ୍ର ଭିତରକୁ ଗଲା, ହଠାତ୍ ସେ ରୁମ୍ର ଲାଇନ୍ କଟିଗଲା। ଝରକା ପଟେ ଟିକେ ଟିକେ ଜହ୍ନର ଆଲୁଅ ରୁମ୍ ଭିତରକୁ ଦେଖାଯାଉଥିଲା। ମିନୁ ରୁମ୍ର ସବୁଆଡ଼େ ଦେଖିଲା, ହେଲେ କେଉଁଠି ବି ପୂଜା ନଥିଲା। ହଠାତ୍ ତାର ନଜର ପାଖରେ ଥିବା ଚୌକି ଉପରେ ପଡ଼ିଲା। ସେ ଦେଖିଲା ଯେ ଚୌକିରେ କେହି ଜଣେ ବସିଛି। ତାକୁ ଦେଖି ମିନୁ ବହୁତ ଜୋରରେ ଡରିଗଲା। ସେ ଧୀରେ ଧୀରେ ପଛକୁ ଯିବାକୁ ଲାଗିଲା। ହଠାତ୍ କେହି ଜଣେ ମିନୁର ଡାହାଣ ଗୋଡ଼କୁ ଧରିଦେଲା। ମିନୁ ଡରିଗଲା। ଏମିତି ଲାଗିଲା ଯେମିତି ତା ଦେହରେ ଜୀବନ ନାହିଁ। ମିନୁ ନିଜ ଛାତିକୁ ଦମ୍ଭ କରି ସେଇଠି ଠିଆ ହୋଇ ରହିଲା, ଆଉ ଧୀରେ ଧୀରେ ଗୋଡ଼ ଆଗକୁ ଆଣିଲା। ଯେତେବେଳେ ତଳକୁ ଦେଖିଲା, ତଳେ କେହି ବି ନଥିଲେ। ମିନୁ ସେ ଚୌକି ଆଡ଼କୁ ଦେଖିଲା ଯେ ସେ ଚୌକିରେ ମଧ୍ୟ କେହି ନଥିଲେ। କିଛି ସମୟ ପୂର୍ବରୁ ସେ ଦେଖିଥିଲା ଯେ ସେ ଚୌକିରେ କେହି ଜଣେ ବସିଥିଲେ, ହେଲେ ଏବେ ସେଠାରେ କେହି ବି ନଥିଲେ। ମିନୁକୁ ବହୁତ ଡର ଲାଗୁଥିଲା। ସେ ମନେ ମନେ ଭାବୁଥିଲା, ଖାଲି ଥରେ ପୂଜା ମିଳିଯାଉ, ମୁଁ ଏ ଘର ବାହାରକୁ ଚାଲିଯିବି। ମିନୁ ଜଲ୍ଦି ସେ ରୁମ୍ରୁ ବାହାରି ଆସି ଡ୍ରଇଂ ରୁମ୍କୁ ଗଲା। ମିନୁ ଡ୍ରଇଂ ରୁମ୍ର ସବୁଆଡ଼େ ଦେଖିଲା, ହେଲେ ସେଠାରେ କେହି ବି ନଥିଲେ। ମିନୁ ସେଠାରେ ଠିଆ ହୋଇ ପୂଜାକୁ ଡାକିବାକୁ ଲାଗିଲା, ହେଲେ କୌଣସି ଉତ୍ତର ଆସିନଥିଲା। ହଠାତ୍ ସେତିକିବେଳେ ଘରର କବାଟ କେହି ଜଣେ ବାଡ଼େଇବାର ଶବ୍ଦ ଶୁଣାଗଲା। ମିନୁ ଧୀରେ ଧୀରେ ଯାଇ କବାଟ ଖୋଲିଲା, ଆଉ ଯାହା ଦେଖିଲା ବହୁତ ଜୋରରେ ଡରିଗଲା। ମିନୁ ଦେଖିଲା ଯେ ଗୋଟିଏ ସ୍ତ୍ରୀ ଲୋକ ଉପରଠୁ ତଳ ଯାଏଁ ଧଳା କପଡ଼ା ପିନ୍ଧି ଠିଆ ହୋଇଛି। ଆଉ ଦେଖୁ ଦେଖୁ ହଠାତ୍ ସେ ସ୍ତ୍ରୀ ଲୋକଟି ମିନୁ ଆଡ଼କୁ ମାଡ଼ି ଆସିଲା। ମିନୁ ଭୟରେ ଆଖି ବୁଜି ଜୋରରେ ଚିତ୍କାର କଲା। ସାଙ୍ଗମାନେ ଆଗକୁ ମିନୁ ସହ କ'ଣ ହେଉଛି ଦେଖିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପାର୍ଟ 2 କମିଂ ସୁନ୍।